ମଧ୍ୟରେ ସାର କାର୍ତ୍ତିକ। ଆଜି ପୁଣି କାର୍ତ୍ତିକ ମାସର କେତେ ବଢିଆ ଦିନଟେ କହିଲେ। ଆଜି ଅଁଳା ନବମୀ, ତା ସାଙ୍ଗକୁ ପୁଣି ଶ୍ରୀରାଧାଙ୍କର ପାଦ ଦର୍ଶନ। ସେଇଥିପାଇଁ ଆଜି ମୁଁ ଟିକେ ସକାଳେ ଉଠି ଗାଧେଇ ପାଧେଇ ରେଡି ସେଡି ହେଇକି ସିଧା ଯାଇଥିଲି ଚଉରା ମୂଳକୁ। ଚଉରାରେ ଗୋଟେ ମୁର୍ଜ ପକେଇ ସାରିବା ପରେ, ମୋର ସାଙ୍ଗମାନେ ମୁର୍ଜ ଆଉ ଝୋଟିରେ ବହୁତ ଶ୍ରଦ୍ଧା, ସେଇଥିପାଇଁ ଜାଗା ନଥିଲେ ମଧ୍ୟ ମୁଁ ମୋର ରୁମର ବାହାରେ ବି ଟିକେ ମୁର୍ଜ ପକେଇକି ମନକୁ ଟିକେ ଶାନ୍ତି କରିଦେଇଥିଲି। ତାପରେ ଆଉ କଣ, କାର୍ତ୍ତିକ ମାସ ମାନେ ଟିକେ ସକାଳୁ ସକାଳୁ ଠାକୁର ପୂଜା ବି କରିବା ଦରକାର। ସେଇଥିପାଇଁ ଠାକୁର ବାସନ ମାଜି ଦେଇକି ଯାଇକି ଟିକେ ଠାକୁରଙ୍କୁ ଭଲରେ ପୂଜା କରିଦେଇଥିଲି। ମାର୍କେଟର ଫୁଲ ଆଉ ମୋ ବାଲକୋନିର କିଛି ଫୁଲ ମିଶେଇକି ଠାକୁରଙ୍କୁ ପୁରା ଭଲ ଭାବରେ ସଜେଇକି ଦୀପ ଧୂପ ଲଗେଇକି ଭଲରେ ଠାକୁରଙ୍କୁ ଟିକେ ପୂଜା କରିଦେଲି। ତାପରେ ଆଉ କଣ, ସସ୍ପେନର କଲର ଦେଖିକି ଭାବୁଛନ୍ତି କି ଚା ଟା ଏମିତି ହେଇଛି? ଅଳସୁଣୀ ମନ, ସେଇ ସସ୍ପେନରେ ଚା ହଜବେଣ୍ଡକୁ କରିକି ଦେଇଥିଲି, ସେଇଥିରେ ବି ନିଜେ କରିକି ପିଇଦେଲି। ଅଦା ପକା ଚା ପିଇ ସାରିବା ପରେ ଦେଖୁନାହାନ୍ତି ରୋଷେଇ ଘର ଦ୍ୱାର ବେଡ୍ କେମିତି ହାଲତ କରିଛି ମୋ ପୁଅ। ତାପରେ ଏଇ ସବୁକୁ ସଫା କରିସାରିବା ପରେ ଭାଗ୍ୟର ବିଡମ୍ବନା, ଆଜି ଆମର ଟ୍ରାନ୍ସଫର୍ମରର ଫ୍ୟୁଜ ଟା ଉଡି ଯାଇଛି। ସେଇଥିପାଇଁ ଆଜି ଏତିକି ସବୁ ଲୁଗା ମତେ ହାତରେ ସଫା କରିବାକୁ ପଡିଲା। ଲୁଗା ସଫା କରି ସାରିବା ପରେ ଆସିକି ବେଡରୁମର ବେଡସିଟ୍ ଚେଞ୍ଜ କରିକି ଭଲ ବେଡସିଟ୍ ଗୋଟେ ପକେଇ ସାରିବା ପରେ ଦେହରେ ଆଉ ବଳ ନାହିଁ ସାଙ୍ଗମାନେ ଭଲ ଆଇଟମ ବନେଇବା ପାଇଁ। ସେଇଥିପାଇଁ 9 ତିଅଣ 6 ବଜା ନ କରିକି କେଉଁଝର ଷ୍ଟାଇଲର କଞ୍ଚା ମୁଗର ଗୋଟେ ଖେଚେଡି ଆଉ ଭଲ ଡାଲମାଟେ ପ୍ରସ୍ତୁତ କରିଥିଲି। ତାପରେ ଏଇଠି ପୁଅ ମୋର ଗାଧେଇକି ରେଡି ହେଇକି ଟିଭି ଦେଖୁଥିଲା, ତା ପାଇଁ ଖାଇବା ନେଇ ଆସିଲି। ତାକୁ ବି ଟିକେ ଖେଚେଡି ଡାଲମା ଆଉ ଦହି ଖୋଇ ଦେଇଥିଲି, କାରଣ ତାର ଏଇ ଖାଇବା ବହୁତ ପସନ୍ଦ। ତାପରେ ଆଉ କଣ, ମୁଁ ବି ଖେଚେଡି ଡାଲମା ତା ସହିତ ଟିକେ କାନ୍ଦିଆ ନେଇ ଆସିକି ଝୋଳ କରିକି ଖାଇବା ଖାଇ ଦେଇଥିଲି। ରହିଲି, ବାଏ ବାଏ, ଜୟ ଜଗନ୍ନାଥ।